ଶିବଙ୍କର ଅନ୍ୟ ନାମ ରୁଦ୍ର ବା ଏକ ଅବତାର ନାମ ରୁଦ୍ର। ଋଗ୍ବେଦରେ ଆମେ ରୁଦ୍ରଙ୍କର ଦ୍ୱିବିଧ ମୂର୍ତ୍ତିର ପରିଚୟ ପାଇଛୁ। ଗୋଟିଏ ଉଗ୍ର ମୂର୍ତ୍ତି, ଅପରଟି ଶାନ୍ତ ମୂର୍ତ୍ତି। ରୁଦ୍ର ସର୍ବ ଉଗ୍ର ଅଶନି, ତାଙ୍କର କ୍ରୋଧାନ୍ୱିତ ମୂର୍ତ୍ତିର ପରିଚାୟକ। ଭବ ପଶୁପତି ମହାଦେବ ଓ ବର୍ତ୍ତମାନ ତାଙ୍କର ପ୍ରଶାନ୍ତ ମୂର୍ତ୍ତିର ଜ୍ଞାପକ। ଶୁକ୍ଳ ଯଜୁର୍ବେଦର ରୁଦ୍ରାଧ୍ୟାୟ ସଂହିତାର ଶତରୁଦ୍ରୀୟ ଉପାଖ୍ୟାନରେ ଏହି ପ୍ରଶାନ୍ତ ରୂପର ଅଧିକ ବିକାଶ ଘଟିଛି। ଏଠାରେ ରୁଦ୍ର ରୂପର ବିପରୀତ ଭାବକୁ ଶିବ ତନୁ ନାମ ଦିଆଯାଇଛି। କୁହାଯାଇଛି ଯେ ସେ ସର୍ବପ୍ରକାର ଔଷଧିନାଥ ଓ ସ୍ୱର୍ଗର ଚିକିତ୍ସକ, ପ୍ରାନ୍ତରର ଅଧୀଶ୍ୱର, ପଶୁମାନଙ୍କର ରକ୍ଷକ ଓ ପତି ଏବଂ ସମସ୍ତ ଜଗତର ଅଧିପତି ଓ କପର୍ଦିନ ଅର୍ଥାତ୍ ଜଟାଧାରୀ। ସେ ଶିବ ଧର୍ମର ପ୍ରାଚୀନତା ଓ ବ୍ୟାପ୍ତି ସମ୍ପର୍କରେ ଆମର ବେଦରେ ଉଲ୍ଲେଖ କରିଛନ୍ତି।